প্রথম খবর হচ্ছে শ্রীমন্দিরে অপরাহ্নে ହେବ ধ্বজাবন্ধা নীতি। সন্ধ্যা বদଳରେ অপরাহ্ন 3:30ରୁ 4ଟା ମଧ୍ୟରେ ধ্বজাବନ୍ଧା ନୀତି ହେବ। କାର୍ତ୍ତିକ ମାସରେ ବଡ଼ ଦେଉଳରେ ଅସମ୍ଭାଳ ଭିଡ଼ ଯୋଗୁଁ ଧ୍ୱଜାବନ୍ଧା ନୀତି ଅପରାହ୍ନରେ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନାର ସେବକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଧ୍ୱଜାବନ୍ଧା ନୀତି ଦେଖିବା ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ବାହାର ମାର୍ଗରେ ଜନଗହଳି ରହୁଛି। ତେଣୁ ଏକ ସପ୍ତାହ ପାଇଁ ଅପରାହ୍ନ 3:30ରେ ବଡ଼ ଦେଉଳରେ କମ୍ ଗହଳି ଥିବା ବେଳେ ଏହି ନୀତି ହେବ। ଏଥିପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ପରବର୍ତ୍ତୀ ଖବର ହେଉଛି ବଦଳୁଛି ପାଗ। 15 ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ହେଉଛି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ଦେଶର 51ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ପଦରେ ସେ 6 ମାସ ଅର୍ଥାତ୍ 2025 ମେ 13 ତାରିଖ ଯାଏ କାର୍ଯ୍ୟ ସମ୍ଭାଳିବେ। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଓ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର ହେଉଛି ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ 12 ଦିନ ଛୁଟି। ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି। ଋତୁସ୍ରାବ ପାଇଁ ବାର୍ଷିକ 12 ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ମହିଳା କର୍ମଚାରୀ 55 ବର୍ଷ ବୟସ ପୁରୁଣା ଯାଏ ଛୁଟି ନେଇପାରିବେ। ଗୋଟିଏ ମାସରେ ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ। ପରବର୍ତ୍ତୀ ଖବର ହେଉଛି ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍। ୟୁନିଫର୍ମରେ ରହିବ ସମ୍ବଲପୁରୀ ଛିଟ। ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ କରାଯାଇଛି। ଡ୍ରେସ୍ କୋଡ୍ ସମ୍ବଲପୁରୀ ଛିଟ ରହିବ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଳାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ହେଉଛି ସୁପରଷ୍ଟାର ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କ ପରେ ସମ୍ପ୍ରତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ ପାକିସ୍ତାନୀ ଡନ୍ ଶହଜାଦା ଭଟ୍ଟି ଦୁବାଇ ଏବଂ କୋଲକାତା ବିଜେପି ନେତା ତଥା ଅଭିନେତାଙ୍କୁ ଧମକ ଦେଇ କ୍ଷମା ମାଗିବାକୁ ଦାବି କରିଛି। ଏପରି ନକଲେ ନେତା ଓ ଅଭିନେତାଙ୍କୁ ଅନୁତାପ କରିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛି। ପରବର୍ତ୍ତୀ ଖବର ହେଉଛି ଖୁବ୍ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନ ଦେଖିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମନ୍ତବ୍ୟ ଦେଇଛନ୍ତି। ମହିଳା କମିଶନଙ୍କ ଭୂମିକାକୁ ନେଇ ସରକାର ନୋଟିସ୍ କରିଥିଲେ। ଏନେଇ ତାଙ୍କୁ ଶୋ କଜ୍ ମଗାଯାଇଥିଲା। କାଲି ନିବୃତ୍ତ କରାଯାଇଛି।